ବଉଳ କଳଙ୍କି ରୂପକୁ ଧରି କୃଷ୍ଣ ବଳରାମ ମ୍ଲେଚ୍ଛ ସଂହାରିବେ ସିଂହ ପରି ଦେବେ ରଡ଼ିରେ ଧନ ଜାଣ ଏଥର। ଆଚ୍ଛା ଅନନ୍ତ ଅନନ୍ତ ନାମେ ଅନ୍ତ ନାହିଁ ଅଣ ଅକ୍ଷର ନାମ ହୁଏ ଅଣାକ୍ଷର ମୂର୍ତ୍ତିକୁ ଅନନ୍ତ କୁହାଯାଏ। ଆମେ ଜାଣିଛୁ ଗୋଟେ ଅଣାକାର ଗୋଟେ ଅଣାକ୍ଷର। ଅଣାକ୍ଷର ହଉଛି ଗୋଟିଏ ଅଣାକାର ଆକାର ଉକାର ଏକାର ଉକାର ଏକାର ମକାର। ତେଣୁକରି ଗାନ୍ଧୀଜୀ ବର୍ତ୍ତମାନ ହେଇଛି ଆମର ଇଏ ହେଉଛି ଅଣାକାର ନା ଅଣାକ୍ଷର ସାଧୁମାନଙ୍କୁ ପଚାରିବା ଇଏ କଣ ଅଣାକାର ନା ଅଣାକ୍ଷର। ଅଣାକ୍ଷର ତ ଗୋଟିଏ ଏ ବିବୃତି କଥା। ଅନନ୍ତ ଅନନ୍ତ ନାମେ ଅନ୍ତ ନାହିଁ କି ସାତଟା ଫଣା ରହିଲା କି 14ଟା ଫଣା ଆଜ୍ଞା ଅନନ୍ତ ବୋଇଲେ ଆପଣ ଜାଣିଛନ୍ତି କଣ କେତେ ଲୋକ ବାବା ଆପଣ ଅନନ୍ତଙ୍କ ଉପରେ ବସୁଛନ୍ତି। ଅନନ୍ତ ବୋଇଲେ ଜାଣିଛ ଅନନ୍ତର କେତେଟା ଫଣା ଇଏ 7 ଫଣିଆ ସାପକୁ ଦେଖି କହୁଛ ଅନନ୍ତ। ଇଏ 7 ଫଣିଆ ଗୋଟେ ହଉଛି ଆସନ 84 ଆସନ ଭିତରୁ ଗୋଟିଏ ଆସନ ସର୍ପାସନ ଅଛି ତମେ ଜାଣିଛ ଯେ ଆସନ ବାବଦରେ ଜାଣିଛି 84 ଆସନ ଭିତରୁ ଗୋଟେ ସର୍ପାସନ ଅଛି ତାକୁ ଗୋଟେ କ୍ୟୁରିସିଟି କରି କଣ୍ଟ୍ରୋଭର୍ସି କରିକି କହିବାଟା ଠିକ ନୁହଁ। ଅନନ୍ତ ଆପଣ ଦେଖନ୍ତୁ ଯାଇକିରି ଆପଣ ଯିବେ ଜଗନ୍ନାଥ ମନ୍ଦିରକୁ ଭୋଗ ଯୋଉ ଭିତରକୁ ଯାଏ ଭଣ୍ଡ ଘରକୁ ଭୋଗ ଭୁଆ ହୁଏ ଭୋଗ ଛେକ ଭୁଆ ବାଟରେ ଆପଣ ଦେଖିବେ ଗୋଟେ ଅନନ୍ତ ଶୈଳ। ଜଗନ୍ନାଥଙ୍କ ନାଟ ମଣ୍ଡପରେ ଗୋଟେ ଅନନ୍ତ ଶୈଳ ଦେଖିବେ ସେ ହଉଛନ୍ତି 1000 ଫଣା ନମୋ ଅନନ୍ତାୟ କ୍ଷୀରଦାର୍ଣ୍ଣବ ସାଇନେ ସହସ୍ର ଫଣିମଣ୍ଡଳା ବିଭୂଷିତାୟ। ଅନନ୍ତଙ୍କର ହଉଛି କୋଟି କୋଟି ଫଣା କୋଟି କୋଟି ରୂପ ଯହିଁ ହୋଇଅଛି ଦେଖ ଯହିଁ ପରେ ଭ୍ରମର ଯେ ଲୀଳାର ବିଦ୍ରୂପ ଅନନ୍ତ ଯେ ସହସ୍ର ଫଣି ହୋଇଛି ଉଦୟ କରି ଥୟ କୋଟି କୋଟି ଫଣା ଯାହା ଉପରେ ବିଦ୍ୟମାନ ଆଉ ଗୋଟିଏ 7ଟା ଫଣା ଦେଖିକିରି କିଏ କହିଦେଲା ଅନନ୍ତ ତା ନୁହଁ। ଅନନ୍ତ ନାମେ ଅନ୍ତ ନାହିଁ ଅନନ୍ତ ବୋଲି ଗୋଟେ ଅଛି କିଛି ଅନନ୍ତ ବା ଅନନ୍ତ ତାର ଅନ୍ତ ନାହିଁ। ଆମେ କେମିତି ନିର୍ଣ୍ଣୟ କରିବା ଯୁଗ ଆସିଲେ କୋଉଠି ବନ୍ଧ ପଡେନି କୋଉଠି ବାଡ଼ ପଡେନି ମନ ପରିବର୍ତ୍ତନରେ ଯୁଗ ପରିବର୍ତ୍ତନ। ତମେ ଚେଞ୍ଜ ତମ ମନକୁ କରିଦିଅ ଆପେ ଆପେ ଯୁଗ ପରିବର୍ତ୍ତନ ହେଇଯିବ। ମନ ପରିବର୍ତ୍ତନରେ ଯୁଗ ପରିବର୍ତ୍ତନ ଆମେ ମନ ପରିବର୍ତ୍ତନ କରିଦେଲେ ଯୁଗ ପରିବର୍ତ୍ତନ। ଅନନ୍ତଙ୍କର ଭୂମିକା ଅନନ୍ତ ବୋଇଲେ ଆମେ କିଏ କହୁଛି ବଳଦେବ କିଏ କହୁଛନ୍ତି ବିଷ୍ଣୁ କିଏ କହୁଛନ୍ତି ଶିବ କିଏ କହୁଛନ୍ତି ଅନନ୍ତ କେଶରୀ କିଏ କହୁଛନ୍ତି ଅନନ୍ତ କଳକି କିଏ କହୁଛନ୍ତି ଅନନ୍ତ ବଳଦେବାରେ ଅନନ୍ତ ଅନନ୍ତ ସବୁ ଖୋଜାଖୋଜି ହେଲେ କହିଲା ଅନନ୍ତ ଅନନ୍ତେ ଖୋଜା ଖୋଜି ହେଲେ ନ ପାଇଲେ ଅନ୍ତ କେହି ଏ ଦିନ ବଳରାମ ଭାବରେ କହୁଛି ଅନନ୍ତ ଆପେଟି ହୋଇରେ ଭଲା ଅନନ୍ତ ହୁଅ। କଣ ହେଲେ ଯାଇକିରି ସନ୍ତାନ ସୃଷ୍ଟି ହବ ମାତା ବଳରେ କୁନ୍ଥେଇଲେ ଯାଇକିରି ପିଲା ବାହାରିବ। ଏବେ ତ କାଠି ପକଉଛନ୍ତି ପେଟକୁ ସିଜରିନ୍ ଛୁଆ ସବୁଥିରେ ବଳ ସୃଷ୍ଟି ଯେ ବଳ ଦେଲା ସିଏ ହଉଛି ବଳଦେବ। ଏ ଶରୀରକୁ ବଳ କିଏ ଦଉଛି ଯୋଗ ଦଉଛି ବଳ। ତେଣୁକରି ତମେ ଯୋଗୀ ହେଇଯାଅ ତମେ ବଳଦେବ ହେଇଯିବ। ତମ ଭିତରେ ଅର ଜାଗୃତିକରଣ କର ତମେ ଅନନ୍ତ ହେଇଯିବ। ଅଖଣ୍ଡ ମଣ୍ଡଳାକାର ବ୍ୟାପ୍ତମ୍ येन ଚରାଚର ଅରୁ ଜଗତ ସୃଷ୍ଟି ଗୀତାରେ କହିଛି ଅକ୍ଷରାଣାମ୍ ମକାରସ୍ମି ଦ୍ୱନ୍ଦ୍ୱ ସମାସମେବ च ସେ ଅଟିକୁ ତମେ ଧର। ଆରେ ଅକୁ ଧରିଲେ ସକଳ ପାଇ ଭାବେ ବଳରାମ ଦାସଟି କହି ଅକୁ ତମେ ଧର ଅକୁ ଧରିଲେ ସବୁ ପାଇ ସେ ଅନନ୍ତ। ଆଉ କଳିକି କିଏ କଳୟତି କଳୁ ମାତୃକୁ ଖୋଉଛି ତଙ୍ଗା ମା କୋଳରୁ କଣ କେହି କଳି ହେଇକିରି ଆସିଛି କି ଇଏ କଳୁଷରେ ବୁଡିକିରି କଳୁଷ ବାସନା ବୁଡିଲେ ଟି ଜହିଁ କଳ କି ହୋଇବ ଜାଣ କଳଙ୍କ ବିନାଶ କରି କଳକି ଦେବ ଉଦୟ ହୋଇବ କୁଣ ଏ ଧରା ଭାରା। କୁଆଁରା ବଞ୍ଚଣ ଛାଡିଦେଲୁ ସକଳେ ତୋ ଦେହରେ କୁଆଁରା ବଦେଲୁ ମତେ ଭୁଲିଗଲୁ ଆଉ ଯେତେବେଳେ ତୋ ଦେହରେ କଳଙ୍କ ଲାଗିଗଲା ସେ କଳଙ୍କି ଆସିବେ କଳଙ୍କ ନାସିବେ କଳକି ଉଦୟ ହେବ କଳକି ଅବତାର ହୋଇବେ ବିଚାର। କଳକି ଅବତାର ହେବେ କଳିକି କଳଙ୍କି କଳିକି ଆରେ କଳିକି କିଏ କଣ କଳିକି ଆରେ ତାକୁ କଳି ନାହିଁ ବିବେକୀ ତୁ କଳି ପାରିବୁ ଟିକି। ଆରେ ତାକୁ ତ ବିବେକୀ କଳି ପାରିନାହିଁ ତୁ କଣ କରିବୁ ତୁ ବିବେକୀ ଯଦି ହେଇଯିବୁ ତାକୁ କଳି ପାରିବୁ। ଆରେ କଳିକି ତାକୁ କଳ କଳିକି ଶକ୍ତି ତାକୁ ମାପିବାର ଶକ୍ତି କଳିବାର ଶକ୍ତି ମାପି ପାଇଲେ କବୁ କଳି ଅସୁତ କହିଲେ କହିଲେ କଳିକି ଯେ ହୋଇବ ଜାଣ ମାପିଣ ବିଚାର କରିଭି ଆଣ କଳଙ୍କି ରୂପକୁ ଉଦୟ ହୋଇଲେ ମାପିବାର ଭାବେ
कि कली पारू टी विवेक कली पारनी तुम देखुना आमर कौन गुरु ना शंकर रामानंद रामानुज माधव वल्लभ विष्णुस्वामी चैतन्य देव निम्बार्क तुकुराम कबीर नानक केते गुरु आसी मोहम्मद आसी जीशु आसी बौद्ध आसी महावीर जैन आसी केते आसी धर्मगुरु कौ धर्म कौ गुरु माने आसिक कौ संप्रदाय को एते गुरु आसिले संप्रदाय गढ़िले सबु संप्रदाय कौन सबु लोक माने शिष्य माने परवर्ती वंशधर मान सब ठीक है गले कौन गुरु मान दोष ना आम मान दोष आम मैंने संस्कारी हो पार्लु गोटे रजार पुओ कौन रजा होता तो होते कुरुवंशरू जो महासूर्य चंद्रवंशर परंपरा धृतराष्ट्र दुर्योधन आदि शतपुत्र केमी जन्म हेले महाकाल विभिन्न महिरावण परी अवान्तक असुर केमी जन्म ग्रहण कले केमिति जन्म ग्रहण कले उग्रसेन परी क्षत्रिय पुरवंशी राजांकर गर्भरु कंस परी गोटे दुराचारी दानवर जन्म केमिति हेला आउ ये 64 कलापूर्ण 16 शक्तिधारी रक्त मांसर शरीर दुर्लभ नर कलेवर भितर मुकार गोटे राक्षस केमिति जन्म होउची केमिति गोटे मुकार राक्षस जन्म होउची तेणु करी जानिबा आपको जानिया पाई कि सदगुरु सेवा कर रे मन भाई मन रे सदगुरु सेवित तुम जान एवं तो गुरुकरण कंपानी हो गला गुरु शिष्य दुहे हेले अंध आउ अधीर हाँ गुरु शोक हरण करुनी शोकाकुल कर महिरावण परी अवान्तक असुर केमिति जन्म ग्रहण कले उग्रसेन परी क्षत्रिय पुरवंशी राजांकर गर्भरु कंस परी गोटे दुराचारी दानवर जन्म केमिति हेला आउ ये 64 कलापूर्ण 16 शक्तिधारी रक्त मांसर शरीर दुर्लभ नर कलेवर भितर मुकार गोटे राक्षस केमिति जन्म होउची केमिति गोटे मुकार राक्षस जन्म होउची तेणु करी जानिबा आपको जानिया पाई कि सदगुरु सेवा कर रे मन भाई मन रे सदगुरु सेवित तुम जान एवं तो गुरुकरण कंपानी हो गला गुरु शिष्य दुहे हेले अंध आउ अधीर हाँ गुरु शोक हरण करुनी शोकाकुल कर अरे गुरु बुलु अच्छी करने को शिष्य शिष्य कहे मुहि गुरु गुरु शिष्य दुहे भेटा भेटी हेले भव सागर तरु रे मन कुह एथर 1000 वर्षर परंपरा आमर बुड़ी जाउची आमे कलकी अनंत कहू 400 कहला हरे कलकी तू कलकी भेलिया हरे हरे कृष्ण तू कृष्ण भेलिया हरे राम तू राम भेलिया हरे अनंत अनंत भेलिया हरे मर्यादावंत हुआ पुण्यवंत हुआ पुण्यश्लोक नल राजा पुण्यश्लोक युधिष्ठिर पुण्यश्लोक वैदेही पुण्यश्लोक जनार्दन ये तो कहगले सरीगला कलकी अनंत खोजा खोजी करिया कौन दरकार खोजा खोजी बेल यही अरे आपे आपना को खोजी दियो खोजा खोजी बेल यही अरे ये खोजा खोजी बेल ये आपे आपना को समस्त खोजिकी पाइबे समस्त ये आपे आपना को खोजिकी पाइबे आ किए केते प्रकार माला ठकटा कहिगिरी माली गडेइले कोन हो चिता चंदन काटिन आभा देखाइना सोफे जगई गभा अरे केते रूप देखी बाई मन हो बारे दब पचारी बाई मन हो अरे चिपा चिंगुड़ी मुंडू को चिपी चिपी देले गरी मागुड़ मागुर कंटी मागुर माछरे केमतिया सब अच्छी ताकू महापुरुष मान सब जन्म जन्म धरी कही आउरी बहुत कथा अच्छी समय आसिले गोटे गोटे कथा बाहर आमे भी बर्तमान आगू को बेसी जाऊन कंट्रोवर्सी सृष्टि होउची विवादीय बाबा आमे हो जाऊँ तेणु कर भक्तवृंद मैंने जी सब जानी जो सब तत्व पाई तत्व बुझे तुटे हाथी भवसागर तर जाती जी भवसागर को जान तत्व पाइब आ कौन दरकार जय जगन्नाथ जय पंचश।